ଶୁଣୁ ସେଇ ଚୁର ଡାହାଣା ଭିତରେ ବି ମୋର ଗେଲା ପୁଅ ଆଉ ଭଲ ପୁଅ ଗୋଟେ କଣ କାନ୍ଦିରି ବୋଉ ଗୋଟେ ମତେ ଦେଲ ଯେ ଟିକେ କଥାକୁ କାନ୍ଦୁଛି। ତ ହାଇ ସାଙ୍ଗମାନେ ନମସ୍କାର, ଜୟ ଜଗନ୍ନାଥ। ତ ସାଙ୍ଗମାନେ ଆଜି ଆମ ଘର ପୁରା ଫାଙ୍କା, କେହି ନାହାନ୍ତି ଘରେ, ମୁଁ ଏକା ଅଛି। ବାପା ବୋଉ ଗୋଟେ ଜାଗାକୁ ଯାଇଛନ୍ତି, ଆଉ ଏପଟେ ମୋ ସହିତ ଅଛନ୍ତି ଆମର ଭାଇ ତପୁ ଭାଇ, ଯିଏକି ବର୍ତ୍ତମାନ ଆମ ରୋଷେଇ ଦାୟିତ୍ୱ, ମା ଦାୟିତ୍ୱ ମାନେ ବୋଉ ଦାୟିତ୍ୱ କରୁଛୁ। ମତେ ଖାଇବା ପାଇଁ ମୋ ପାଇଁ ବର୍ତ୍ତମାନ ଗୋଟେ ଜିନିଷ ରେଡି କରୁଛୁ। କଣ ରେଡି କରୁଛୁ ଆପଣମାନଙ୍କୁ ଏବେ ଦେଖଉଛି, ବ୍ୟାକ୍ କ୍ୟାମେରା ଦେଖନ୍ତୁ। ମୋର ଭାଇ ମୋ ପାଇଁ କଣ ରେଡି କରୁଛୁ। ତ ମୋ ଭାଇ ମୋ ପାଇଁ ଏପଟେ ପକୁଡି ବର୍ତ୍ତମାନ ଛାଣୁଛି। କେତିକି ବେସନରେ ହବ ଭାଇ? ଗୋଟେ ପକେଟ ଛାଡ଼ି ଦେଇକି ଆଉ ଗୋଟେ ପକେଟ ଏଇଟା ସୁଜିଟା ଏବେ ହେଇଯିବ ତ? କୋଡିଆ ପୁରା ରେଡି ହବ ତ? ଆଉ ମୁଁ ମୋ ଭାଇ ପାଇଁ ରେଡି କରିଛି କଣ ଆପଣ ମାନେ ଦେଖିବେ କି? ଦେଖିବେ ମୋ ଭାଇ ପାଇଁ ମୁଁ ରେଡି କରିଛି ଆମର ଇଏ ପାମ୍ପଡ଼। ଭାଇ ତୁ ମୋ ହାତ ରନ୍ଧା ପାମ୍ପଡ଼ ଖା, ମୁଁ ତୋ ହାତ ରନ୍ଧା ପକୁଡି ଖାଇବି ହେଲା। ଆଜି ଘରେ କେହି ନାହାନ୍ତି ଯେହେତୁ ଭାଇକୁ କଣ ଡାକିଲି, ମାନେ ଆସୁନ ଭାଇ ଟିକେ ଫିଷ୍ଟ କରିଦବା ଘରେ। ତ ଆଜି ଘରେ ପୁରା ଫାଙ୍କା, ରେଖ କାନ ବନ୍ଦ, କିନ୍ତୁ ଗାଡ଼ି ବର୍ତ୍ତମାନ ଦୁଇଟା ଠିଆ ହେଇଛି ଆମର। ଦି ଭାଇଙ୍କର ଦୋକାନ ବନ୍ଦ ଅଛି। ବାପା ବୋଉ ଯେହେତୁ ନାହାନ୍ତି ମୋତେ ଭୋକ ଲାଗିଲା, ମୁଁ ମାର୍କେଟ ଆଉ ଯିବିନି। ଭାଇକୁ ଫୋନ୍ କରିଦେଲି, ଭାଇ ଆସିଲା, ଏବେ ରେଡ଼ି ହେଇଗଲା। ସାଙ୍ଗେ ସାଙ୍ଗେ ପ୍ଲାନ୍ କଲୁ, ସାଙ୍ଗେ ସାଙ୍ଗେ ପକୁଡ଼ି ଛାଣିଲୁ ନା ତ ଭାଇ। ତ ବର୍ତ୍ତମାନ ତେଲ ଆମର ଗରମ କରିଦିଆଯାଇଛି, ଆଉ ଥରେ ଗ୍ୟାସରେ ବି ଅନ୍ କରିଦିଆଯାଇଛି। ତେଲ ଆଉ ଟିକେ ପଡ଼ିଗଲା, ରେଡ଼ି। ବୋଉ ଭିଡ଼ିଓ ଦେଖିଲେ କ'ଣ କହିବ କହିଲୁ? ମୁଁ ତ ଥିଲାବେଳେ ମୋତେ କେତେ ଟିକେ ରୋଷେଇ କରି ତମାନେ ଦଉନ ହେଲା। ମୁଁ ନଥିଲା ବେଳେ ଏତେ ସବୁ ଆଇଟମ୍ ନିଜେ ନିଜେ କରି ଖାଇପାରୁଛ। ବୋଉ ସତରେ ଚମକି ଯିବ ଏ ଭିଡ଼ିଓ ଦେଖିଲା ପରେ। ବୋଉକୁ ଏକାଥରେ ବ୍ଲଗ୍ ଆସିନେ ଜାଣିବ, ବୁଝିଲ ନା ତ ଭାଇ, ଜଣେଇବାନି। ଆଜି କ'ଣ ରୋଷେଇ ପ୍ରଣାଳୀ କ'ଣ ଅଛି, କ'ଣ ହବ? ଆଳୁ ପକୁଡ଼ି ସରିଲେ କୋବି ପକୁଡ଼ି ଟିକେ ହବ, ତାପରେ ପାମ୍ପଡ଼ ତ ବସିକି ଖାଇଲେ ଆଉ ଖାଇଲେ ଫିଷ୍ଟଟା କରିଦେବା ନା। ହଉ, ତ ବର୍ତ୍ତମାନ ଏପଟେ ରେଡ଼ି ହେଇଯାଇଛି। ଛାଡ଼, ଗରମ ତେଲରେ ବର୍ତ୍ତମାନ ଟିକେ ପକେଇଦିଅ ଆମର ପକୁଡ଼ି। ତ ଏପଟେ ବର୍ତ୍ତମାନ ଆମର ଗରମ ତେଲରେ ଏପଟେ ପକୁଡ଼ି ବର୍ତ୍ତମାନ ପଡ଼ିଗଲା। ଆଉ ଏପଟେ ଦେଖୁନ ପକୁଡ଼ି ଛଣା ହେଇତେ ପକୁଡ଼ି ଖତମ କରିଦେଉଛନ୍ତି ଭାଇ। ମୋତେ କେଉଁଠି ଦୁଇଟା ଦେଇଛି, ଆଉ ତୁ କେମିତି ଖାଇଦେଉଛୁ ମୋତେ ନ ଦେଇକି? ମୁଁ ଟିକେ ନେଇଗଲି ହେଲା। ଡାକୁନ ଖାଇଦେଉଛୁ। ଫାଷ୍ଟ ଭାଡ଼ିଟା ପାଟର ପକେଇ ପକେଇ ସରିଗଲା, ଜଣା ପଡ଼ିଲାନି। ତ ସାଙ୍ଗମାନେ ଆପଣମାନଙ୍କ ସହିତ ଏଇସବୁ ଲାଇକ୍ ସେୟାର କରିବାର କାରଣ ହେଇକି ଯେ ଏଇ ଭିଡ଼ିଓଟାକୁ ମୁଁ ଯେତେବେଳେ 5 ବର୍ଷ ପରେ କି 2 ବର୍ଷ ପରେ ଯେବେ ଦେଖିବି, ମୋ ପାଇଁ ଏଇଟା ସ୍ମୃତି ହେଇକି ରହିବ। ଦି ଭାଇ ତା ସହିତ ବାହା ଯାଇଥିବ, ମୋତେ ଆସୁନଥିବ ଏଇଠି ଟିକେ ଏମିତି ହାତ ରନ୍ଧା ଖୋଇବା ପାଇଁ, ଆଉ ଭାଉଜ ଛାଡ଼ୁନଥିବେ, ମୁଁ ସେଇ ଭିଡ଼ିଓଟା ଦେଖିକି ଭାଇକୁ ମିସ୍ କରିବି। ହଁ ନା? ହଁ ତାର ହଁ। ତ ଆପଣମାନଙ୍କ ଲାଇଫ୍ରେ ବି ଆପଣମାନେ ଏଇ ଦିନକୁ କେମିତି ବିତେଇଛନ୍ତି, ଆପଣମାନେ ନିହାତି ମୋତେ କମେଣ୍ଟ ବକ୍ସରେ ଜଣେଇବେ। ତ ନିହାତି ସାଙ୍ଗମାନେ ଜଣେଇବେ, ଆପଣମାନେ ବି ଏମିତି ଘରେ ଯେତେବେଳେ କେହି ନଥାନ୍ତି ସାଙ୍ଗମାନଙ୍କୁ ଭାଇମାନଙ୍କୁ ଡାକିକି ଏମିତି ଫିଷ୍ଟ କରନ୍ତି ନା କରନ୍ତିନି? ତ ଭାଇ ଆମେ ତ କରି ଅବଶ୍ୟ ନାଇଁ, ନିହାତି ଗୋଟେ ହବ। ଏଇ ତ ଦେଖନ୍ତୁ ପକୁଡ଼ି ଆଉ ପାମ୍ପଡ଼, ଏଇଟା ବାହାନା ମାତ୍ର। ଭାଇ ଗୋଟେ ଦେଖା ହବ, କିଛି ସମୟ କଥାବାର୍ତ୍ତା ହବା, ସେଇଟା ହେଉଛି ବଡ଼ କଥା ନାଇଁ। ପକୁଡ଼ି ଜବରଦସ୍ତ ହେଇଛି ଭାଇ, ସୁପର। ଥ୍ୟାଙ୍କ ୟୁ ତ କହ। ଆଜ୍ଞା। ହଉ, ତ ଯେହେତୁ ଭାଇ ସେତେ ପ୍ଲେଟ୍ ଖତମ କରିଦେଇଥିଲା, ଏଇଟା ମୁଁ ଖତମ କରିଦେଲି। ଛାନ୍ଦବା ନାଲି ହେଇଗଲା ଭାଇ, ଆଉ ଟିକେ ହବ ନା ନା ପୋଡ଼ିଯିବ, ଆଉ ଟିକେ ହବ। ତ ଦେଖନ୍ତୁ ଆମ ପକୁଡ଼ି ଖୋଲିଦେ, ରେଡି। ତେଲଟା ଟିକେ ନିଗାଡ଼ି ଦେ। ଏଇଟା ଆମର ଫ୍ରେଞ୍ଚ ଫ୍ରାଇଜ୍ ହେଇଗଲା ସାଙ୍ଗମାନେ, ନାଇଁ ତ ଭାଇ? ଖାଲି ସସ୍ ସହିତ ଖାଇବା, ମେୟୋନିଜ୍ ଟିକେ ଦରକାର, ହେଇଗଲା ରେଡି ଆଇଟମ୍। ପାମ୍ପଡ଼ ଆଉ ଟିକେ ଛାଣିଦେବା ନା, ସେଇ ତେଲ ଆଞ୍ଚରେ ହେଇଯିବ। ତ ସାଙ୍ଗମାନେ ବର୍ତ୍ତମାନ ପୁରା ଆଇଟମ୍ ରେଡ଼ି। ଆଉ ଭାଇ ବର୍ତ୍ତମାନ ଆମର ଏପଟେ ଚାଟ୍ ମସଲାକୁ କାଟୁଛନ୍ତି ନା। ଆଳୁ ପକୋଡ଼େ ଚାଟ୍ ମସଲା ଟିକେ ପକେଇନେ ଯେହେତୁ ଭଲ ଲାଗିବ ଭାଇ କହିଲେ, ଆମର ଚାଟ୍ ମସଲା ବର୍ତ୍ତମାନ ପଡ଼ିଗଲା। ଏସ୍ ରେଡ଼ି ଭାଇ। ହେଇ କି ହସଟା ରଖୁଛୁ ତୁ କହନି। ହଉ ହଉ ଠିକ୍ ଅଛି ଭାଇ, ଆସ ବସିଯିବା। ତ ଟେଷ୍ଟ କରିବା, ଚାଲନ୍ତୁ କେମିତି ଲାଗୁଛି। ସୁପର, ବଢ଼ିଆ ହେଇଯିବ ଭାଇ। ଗୋଟେ ପକୁଡ଼ି ଦୋକାନ ଖୋଲିଦେବା କି? ଗରମ ଗରମ ପକୁଡ଼ି ଦୋକାନ।
पोल पाखे जो ये हॉस्टल होते से हॉस्टल टा हिसाब ने पकोड़ी चालू भाजी दुकान कर दो କରିଦେବା ନା ତୁ ମୁଁ ରହିବା ତ ଆଉ ଅଧା ଖାଇଦେବା ଅଧା ବିକିବା ଠିକ୍ ହବ ନା ତ ହେଇଗଲା ସାଙ୍ଗମାନେ ଗୋଟେ ମିନି ଫିଷ୍ଟ ପାମ୍ପଡ଼ ଏତିକି ଖାଇପାରିବା ଛାଣି ଦେଇଛେ ଦେଖିବା କ'ଣ ହେଉଛି ଆଉ ନାହିଁ ତ ଠିକ୍ ଅଛି ସାଙ୍ଗମାନେ ଏତିକି ଆମେ ଖାଇଦେଇ ଆଉ ବୋଉ ଏଇ ଭିଡ଼ିଓକୁ ଦେଖିଲା ପରେ କ'ଣ କହୁଛି ଆପଣମାନଙ୍କ ସହିତ ବ୍ଲଗ୍ରେ ସେୟାର କରୁଛି ଏବେ ଦେଖନ୍ତୁ କ'ଣ ଲାଗିଲା ହେଁ କ'ଣ ଆଉ ଲାଗିବ ମୁଁ ଥିଲାବେଳେ ତ ପାଣି ମୁଦେ ନେଇକି ଖାଉନୁ ହଁ ହଁ ମୁଁ ଜାଣିଥିଲି ତୁ ଏମିତି ହିଁ କହିବୁ ବୋଲି ଆଉ ମୁଁ ମୁଁ ଭିଡ଼ିଓରେ ବି ସେମିତି ସେ କହିଛି ମୁଁ ତାକୁ କିଞ୍ଚିତ ମାତ୍ରାରେ ଦେଖେଇଲି ଭିଡ଼ିଓ ତାପରେ ସେ ଭିଡ଼ିଓକୁ ଦେଖି ମତେ ଏବେ କହୁଛୁ କ'ଣ କହୁଛୁ ତ ଆପଣ ଶୁଣିଲେ ଓ କ'ଣ କହ ମୁଁ ନଥିଲା ବେଳେ ଦୁନିଆ କାରବାର କରୁଛ ଦି ଭାଇ ମିଶିକି ଆଉ ମୁଁ ଥିଲାବେଳେ ପାଣି ମୁଦେ ତ ନେଇ ଖାଉନୁ ହେ ଭଗବାନ ତୁମର କିଣି ହେଲା ସବୁ ବଦମାସ ହେଇଗଲଣି ସବୁ ହଁ ହଉ ତୁ ଥିଲାବେଳେ ତାହେଲେ ତତେ ଥରେ ଭଲ ରୋଷେଇ କରିକି ଦବା ମୁଁ ଦିନ ରେଷ୍ଟ ନେବି ତୁ ସବୁ ରୋଷେଇ କରିକି ଦେବୁ ହଉ ଠିକ ଅଛି ତ ସାଙ୍ଗମାନେ ଆମେ ମାମୁଁ ଘରେ ଅଛେ ଏବେ ଆଉ ମାମୁଁ ଘରେ ମୁଁ ଏବେ ସେ ଭିଡ଼ିଓଟା ଯେତେ ଏମିତି ଦେଖୁଥିଲି ଗ୍ୟାଲେରୀରେ ମୁଁ ଏ ଭିଡ଼ିଓଟା ଯେତେ ଦେଖିଦେଲି ମୁଁ କହିଲି ବୋଉକୁ ଟିକେ ଦେଖିବା ବୋଉ କ'ଣ କହୁଛି କ୍ଲିପ୍ ବି ନେଇଗଲି ଆପଣମାନଙ୍କ ପାଇଁ ଆଉ ବ୍ଲଗ୍ରେ ବି ସେୟାର କରିଦେବି ଆପଣମାନେ ନିହାତି ଦେଖିବେ ବୋଉ ବାପା ଯେତେ ଘରେ ନଥିଲେ ଆମେ ଦି ଭାଇ କେମିତି କ'ଣ ରୋଷେଇ କରି କେମିତି କ'ଣ ଫିଷ୍ଟ କରିଦେଇଥିଲୁ ନାଇଁ ସେଇ ନେଇ ମୁଁ ରାତିରେ ଖାଇବିନି ବୋଲି ଆଉ କହିଲି ମୁଁ ପଚାରିଲା ଆଉ ସେ ନେଇ କହୁଛି ମୁଁ ଖାଇବିନି ଚୁର ଧରା ପଡ଼ିଗଲା ସାଙ୍ଗମାନେ ମୁଁ ଆଜି ଚୁର କରିକି ଧରା ପଡ଼ିଗଲି ନିଜେ ଧରା ପଡ଼ିଲି ନାଇଁ ତୁ ଚୁରଟା ନା ଆଉ ଚୁରଟା ତୁ ଚୁର ନା ତୁ ଡାହାଣାଟା ଡାହାଣା ଏମିତି କହୁଛୁ କେତେ ବଡ଼ ହେଲେ ଆଉ ତୁ ମତେ ଏମିତି କହିବୁନି ହେଁ ଶୁଣୁ ସେଇ ଚୁର ଡାହାଣା ଭିତରେ ବି ମୋର ଗେଲା ପୁଅ ଆଉ ଭଲ ପୁଅ ଗୋଟେ ତୁ ଲଭ୍ ୟୁ ଇଂଲିଶ ତ କହି ଆସେନି ବୋଉକୁ ନା ମୁଁ ଟିକେ ଇଂଲିଶ କମ୍ କୁହେ ହଁ ଖାଣ୍ଟି ଓଡ଼ିଆ କହିବାକୁ ଭଲ ପାଏ କେତେବେଳେ ଇଂଲିଶ ପଶିଯାଏ ଭିତରେ ଆଖି ଛଳ ଛଳ ହେଇଗଲା ବୋଉର ହେଁ ତୁ ଜାଣିଛୁ ମୁଁ ତ କଥା କହିଲା ମାତ୍ରେ ହିଁ ମୋର ଅଶ୍ରୁ ହେ ଭଗବାନ କହିବ ମାନେ ତ ଆଖି ଛଳ ଛଳ ବାପ ଘର ଆସି କ'ଣ ଲ ହେଁ ତୁ ଦେଖେଇବାର ସେ କରୁଛି ତୁ କାନ୍ଦୁଛୁ କ'ଣ ପାଇଁ ବାପ ଘର ଆସିକି ହେଁ ହଁ ନହେଲେ ମୋ ସାଙ୍ଗମାନେ କିସ ଭାବିବେ ଜାଣିଲୁ ତୁ ଗୋଟେ କାନ୍ଦିଟା ବଡ଼ ମୋ ବୋଉଟା ସାଙ୍ଗମାନେ ଆପଣମାନେ ଭାବନ୍ତୁ ବି ସତରେ ବହୁତ କାନ୍ଦିଟା କେମିତି କାନ୍ଦୁଛୁ ଦେଖୁଛନ୍ତି ନା ଟିକେ କଥା ହଉ ହେ ଭଗବାନ ଏ ତ ମୋର କିଏ ହେଲା କ'ଣ କାନ୍ଦିରି ବୋଉ ଗୋଟେ ମୋର ଦେଲ ଯେ ଟିକେ କଥାକୁ କାନ୍ଦୁଛି ହେଁ ହଉ ତାହେଲେ ଟେନସନ୍ ନେନି ଭଲସେ ରୋଷେଇ କରିକି ଦେବା ତୋ ପାଇଁ ହେଲା ଟିକେ ବେଶୀ ମସଲା କରି ଭଲସେ ରୋଷେଇ କରିବି ତୋ ପାଇଁ ମସଲା କଲର୍ ଟିକେ ବେଶୀ କରିଦେବି ବୋଉର ଟିକେ କଲର୍ ଦରକାର ତ ଠିକ୍ ଅଛି ସାଙ୍ଗମାନେ ଆପଣମାନଙ୍କ ସହିତ ବ୍ଲଗ୍ରେ ତ ସେୟାର କଲି ଆପଣମାନେ ଦେଖିଲେ ବୋଉ କ'ଣ କହିଲା ତ ରହିଲି ଆପଣମାନଙ୍କ ସହିତ ଦେଖା ହେବା ଆଉ ଗୋଟେ ନୂଆ ବ୍ଲଗ୍ରେ ତ ଏଥି ସହିତ ରହୁଛି ଲଭ୍ ୟୁ ଅଲ୍ ଜୟ ଜଗନ୍ନାଥ ଟାଟା ବାଇ ବାଇ ଗୁଡ୍ ନାଇଟ୍ ଟେକ୍ କେୟାର ଲଭ୍ ୟୁ ଅଲ୍ ଆଉ ଆପଣମାନେ ମାଆକୁ ନୁଚେଇକି କେତେ ଥର ଏମିତି ଫିଷ୍ଟି କରୁଛନ୍ତି କମେଣ୍ଟରେ ଜଣେଇବେ ହଁ ହଉ ମୋ ସିକ୍ରେଟ୍ ବୋଉ ଆଜି ଜାଣିଗଲା କିନ୍ତୁ ନାଇଁ ହଉ ମୁଁ ସବୁ ଜାଣିଛି ଖବର ଯେମିତି ନା ଯେମିତି ହେଲେ ପହଞ୍ଚିବ ମା ପାଖରେ ଏଇଟା ସତ ମୁଁ ବେଶୀ ଗପିବିନି ବ୍ଲଗ୍ ଏଣ୍ଡ କରିଦେଇଛି ଟାଟା ଟାଟା କରିଦେ